ହ୍ୟାଲୋ। ସେ ପିଲାକୁ ଟିକେ କହୁନ ବସି ପାଠ ପଢିବ। ପଞ୍ଚମ ଶ୍ରେଣୀରେ ପଢିଲାଣି, ତାର 2 କ ପଣିକି ଆଜି ହେଇପାରିଲା ନାହିଁ। ହଁ, ମୁଁ ତାକୁ ପଚାରୁଛି କି କଣ ବାପା ଟିକେ ପଢଉନାହାନ୍ତି ବସିକିରି। ସେ ତାର ଉତ୍ତର କହୁଛି ବାପା ତାଙ୍କର ତ କୁଆଡୁ ବୁଲି ବୁଲିକିରି ନିଶା ଖାଇକି ଆସୁଛନ୍ତି ରାତିକି, ଆଉ ସବୁବେଳେ ତ ଘରେ ଝଗଡା ଲାଗୁଛି। ହଁ ହଁ ହଁ। ତମେ ନହେଲେ ତାକୁ ଟିକେ ବସି ପଢଉନ। ପଞ୍ଚମ ଶ୍ରେଣୀରେ ପଢିଲାଣି ପିଲା, ତାର ଆଜି ପଣିକିଆ ଟିକେ ହେଇପାରିଲାନି। ଆଜି ଯୋଉଟା ପଢୁଛି କାଲିକି ଭୁଲି ଯାଉଛି, ଖାତାରେ କିଛି ଲେଖିକି ଆଣୁନି। ଶୁଣ, ରୋଷେଇବାସ କାମ ତ ଲାଗି ରହିବ। ସବୁଦିନ ପଳଉଛି। ମୋ ପଢାରେ ବିଲକୁଲ ଖିଲାପ ନାହିଁ। ଯିଏ ବି ଏଠି ପଢିକି ଯାଇଛି, ସିଏ ବି ମତେ ପଛରେ ବି ତାଙ୍କର ବାପା ମା ବି କହିଛନ୍ତି ପିଲା କିଭଳି ପାଠ ପଢୁଛନ୍ତି। ଏ କୁକୁର ଦିଟାଙ୍କୁ ପଢେଇଛି ମୁଁ, ଏ କୁକୁର ଦିଟାଙ୍କର ପଣିକିଆ ହେଇଗଲାଣି, କିନ୍ତୁ ଆପଣଙ୍କ ପିଲାର ଯେ ପଣିକିଆ ହେଇପାରିଲା ନାହିଁ। ତମର ସେ ସାହିରୁ ଯୋଉ ପାଖ ଘର ସବୁ ପିଲା ଆସୁଛନ୍ତି, 9-10 ଜଣ ଯାକ ପିଲା ମୋ ପାଖେ ପଢୁଛନ୍ତି। ପଚାରିବ ସେମାନେ ତାଙ୍କ ସବୁ ପାଠ କେମିତି କଣ ହୁଏ। ଆପଣଙ୍କର 13ଟା ପିଲା? ହେ ଭଗବାନ, ମୁଁ ଭାବୁଛି ଆପଣଙ୍କର ପଡିଶା ଘର ପାଖ ପିଲା ସବୁ ସିଏ। ଆଉ ଗୋଟେ କଣ ବି ହବ? ଯା, ଭଲ ଭଲ ଭଲ। ମୁଁ ତ ତମର ଘରୁ ପଇସା ଛାଣିବି, ମୋର ଆଉ ଅନ୍ୟ ଲୋକକୁ ପଢେଇବା, ଅନ୍ୟ ଲୋକଙ୍କ ପିଲାକୁ ପାଠ ପଢେଇବା ମାନେ କଣ ଦରକାର ଅଛି।